ओम शांति। এই কল্যাণকারী পুরুষোত্তম সঙ্গম যুগরে নিরাକାର পরমাত্মা শিব বাবা ଯେଉଁ ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ର ଗୀତା ଜ୍ଞାନ ଯଜ୍ଞର ସ୍ଥାପନା କରି ସାରା ବିଶ୍ୱକୁ ପରିବର୍ତ୍ତନ କରି ନୂତନ ସତ୍ୟଯୁଗୀ ସ୍ୱର୍ଗ ଦୁନିଆର ସ୍ଥାପନା କାର୍ଯ୍ୟ କରୁଛନ୍ତି। ସମସ୍ତ ବିଶ୍ୱବାସୀଙ୍କୁ ଅନ୍ତରର ସହିତ ଈଶ୍ୱରୀୟ ଶୁଭ ଅଭିନନ୍ଦନ, ଶୁଭେଚ୍ଛା, ସୁସ୍ୱାଗତମ, ସୁପ୍ରଭାତ। ଭଗବାନ ହେଉଛନ୍ତି ଦୁଃଖହର୍ତ୍ତା, ସୁଖକର୍ତ୍ତା। ସେଥିପାଇଁ ଦୁଃଖ ସମୟରେ ସମସ୍ତେ ତାଙ୍କୁ ସ୍ମରଣ କରିଥାନ୍ତି, ଗାୟନ ପୂଜନ ମଧ୍ୟ କରିଥାନ୍ତି ଦୁଃଖ ଦୂର ହେବା ପାଇଁ। ଅନ୍ୟପଟରେ ଅଭିମାନ ଏବଂ ହତାଶାରେ କହିଦିଅନ୍ତି, ହେ ପ୍ରଭୁ, ତୁମେ ଏତେ ନିଷ୍ଠୁର, ମୋତେ ଏତେ ଦୁଃଖ କାହିଁକି ଦେଉଛ? ମୋ ପାଇଁ କ'ଣ ସବୁ ବିପଦ ଖଞ୍ଜି ରଖିଥିଲ? ଇତ୍ୟାଦି ଇତ୍ୟାଦି। ପରନ୍ତୁ ନା ଭଗବାନ କାହାକୁ ଦୁଃଖ ଦେଉଛନ୍ତି, ନା ବିପଦ କାହା ପାଇଁ ଖଞ୍ଜୁଛନ୍ତି। ଏହା କେବଳ ମନୁଷ୍ୟମାନଙ୍କର କର୍ମର ଫଳ। କୁହାଯାଏ, ଯିଏ ଯେପରି କର୍ମ କରିଥାଏ ତାକୁ ସେହିପରି ଫଳ ପ୍ରାପ୍ତ ହୋଇଥାଏ। ମନୁଷ୍ୟ ଦ୍ୱାପର ଯୁଗରୁ ନିଜର ବାସ୍ତବିକ ସ୍ୱରୂପକୁ ଭୁଲି ଦେହ ସର୍ବସ୍ୱ ହୋଇ ପାଞ୍ଚ ବିକାର ରୂପୀ ମାୟାର ସମ୍ପୂର୍ଣ୍ଣ ଅଧୀନ ହୋଇଯାଇଛି, ଯଦ୍ୱାରା ଯାହା କିଛି ବି କରୁଛି ତାହା ବିକର୍ମରେ ହିଁ ପରିବର୍ତ୍ତିତ ହୋଇଯାଉଛି ଏବଂ କଡ଼ା ହିସାବ କିତାବ ବନିଯାଉଛି, ଯଦ୍ୱାରା ମନ, ବଚନ, କର୍ମ, ସମ୍ବନ୍ଧ, ସମ୍ପର୍କ ସବୁଥିରେ ସମସ୍ତଙ୍କ ଦ୍ୱାରା, ଚାହେଁ ବ୍ୟକ୍ତି ହେଉ ବା ବସ୍ତୁ ବୈଭବ ହେଉ, କେବଳ ଦୁଃଖ ହିଁ ଦୁଃଖ ପ୍ରାପ୍ତ ହୋଇ ଚାଲୁଛି। ଯେଉଁ ଆତ୍ମାମାନେ ସତ୍ୟ ଏବଂ ତ୍ରେତୟା ଦୁଇ ଯୁଗରେ ଦୈବୀ ଗୁଣ ସମ୍ପନ୍ନ ଦେବୀ ଦେବତା ହୋଇ ପୂଜ୍ୟ ଥିଲେ, ଏବେ ପାଞ୍ଚ ବିକାର ରୂପୀ ମାୟା ସେମାନଙ୍କୁ ପତିତ ପୂଜାରୀ କରିଦେଇଛି। ସେଥିପାଇଁ ପୁନଃ ଆଗାମୀ ନୂତନ ସ୍ୱର୍ଗ ଦୁନିଆରେ ସମ୍ପୂର୍ଣ୍ଣ ସୁଖ ଶାନ୍ତିର ଅଧିକାରୀ କରାଇବା ପାଇଁ ନିରାକାର ଶିବ ବାବା ସତ୍ୟ ଜ୍ଞାନ ପ୍ରଦାନ ପୂର୍ବକ ଦିବ୍ୟ କର୍ମର ଶିକ୍ଷା ପ୍ରଦାନ କରୁଛନ୍ତି, ଯଦ୍ୱାରା ସତ୍ୟ ଯୁଗରେ ଦେବୀ ଦେବତା ରୂପରେ ଆତ୍ମାମାନେ ଶ୍ରେଷ୍ଠ ପ୍ରାରବ୍ଧ ଭୋଗ କରିପାରିବେ। ସେଠାରେ କୌଣସି କର୍ମ କରିବାର ଆବଶ୍ୟକତା ନାହିଁ। ଯାହା ବି କର୍ମ ହୁଏ ତାହାକୁ ଅକର୍ମ କୁହାଯାଏ, ଯାହାର କିଛି ଫଳ ପ୍ରାପ୍ତି ହୋଇନଥାଏ। ଭାଗବତରେ ମଧ୍ୟ ଉଲ୍ଲେଖ ଅଛି ନା, ଅକର୍ମେ ବାସୁଦେବ ପ୍ରୀତି। ତେଣୁ ମନୁଷ୍ୟ ଯେଉଁ ସୁଖ ବା ଦୁଃଖ ଭୋଗ କରି ଚାଲିଛି ତାହାର ଆଧାର ହିଁ ହେଉଛି କର୍ମ। ଏ କଥା ପ୍ରତ୍ୟେକ ମନୁଷ୍ୟ ମଧ୍ୟ ଜାଣିଛନ୍ତି ଯେ ଜୀବନରେ ସୁଖ ଏବଂ ଦୁଃଖ ନିଜର କର୍ମ ଆଧାରରେ ପ୍ରାରବ୍ଧ ରୂପରେ ସାଥିରେ ଯାଇଥାଏ। କର୍ମକୁ ତ ଭାଗ୍ୟ କୁହାଯିବ ନାହିଁ। ଅନେକ ଭାବୁଛନ୍ତି ମୋ ଭାଗ୍ୟରେ ଯାହା ଥିବ, ସେଥିପାଇଁ ସୁଖ ଆଉ ଦୁଃଖକୁ ଭାଗ୍ୟ ମନେ କରୁଛନ୍ତି। କିନ୍ତୁ ଏହି କଥା ବୁଝିବା ମଧ୍ୟ ବହୁତ ଜରୁରୀ କି ଭାଗ୍ୟକୁ ତିଆରି କରିଲା ବାଲା କିଏ? ଭାଗ୍ୟକୁ କେବେ ଭଗବାନ ତିଆରି କରିନାହାନ୍ତି, କି ଏମିତି ବି ନୁହେଁ ଯେ ଭାଗ୍ୟ ପୂର୍ବରୁ ତିଆରି ହୋଇ ରହିଛି। ନା,
ଦୁଃଖ ବା ସୁଖ ଯାହାକୁ ମନୁଷ୍ୟ ଭୋଗ କରୁଛନ୍ତି, ସେହି ଦୁଃଖ ସୁଖର ପ୍ରାରବ୍ଧକୁ ତିଆରି କରିବା ବାଲା ମଧ୍ୟ ମନୁଷ୍ୟ ନିଜେ ହିଁ ଅଟେ। ସେଥିପାଇଁ ନିଜର ଭୋଗ ଭାଗ୍ୟ ପାଇଁ ନିଜେ ହିଁ ଦାୟୀ। ଗୀତାରେ ମଧ୍ୟ ବର୍ଣ୍ଣିତ ଅଛି ନା, ଆତ୍ମା ନିଜେ ନିଜର ମିତ୍ର ଏବଂ ନିଜେ ନିଜର ଶତ୍ରୁ ହୋଇଥାଏ। ଏଭଳି ତ କୁହାଯାଇ ନାହିଁ ଯେ ପରମାତ୍ମା ଆତ୍ମାର ଶତ୍ରୁ ବା ମିତ୍ର। ନା, ଅର୍ଥାତ୍ ନିଜକୁ ଦୁଃଖୀ ବା ସୁଖୀ କରିଲା ବାଲା ନିଜେ ମନୁଷ୍ୟ ହିଁ ଅଟେ। ମନୁଷ୍ୟ ନିଜର ଆୟୁଷ ବଢ଼ାଇବା ପାଇଁ, ଦୁଃଖରୁ ମୁକ୍ତ ପାଇବା ପାଇଁ, ମୁକ୍ତି ହେବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ନିଜର ପିଲା ଯଦି ବିଗିଡ଼ି ଯାଉଛି, ଭଗବାନଙ୍କୁ କହୁଛନ୍ତି, ପ୍ରଭୁ ଭଲ ବୁଦ୍ଧି ଦିଅ। ତେବେ ବୁଦ୍ଧି ବା ମତ ମଧ୍ୟ ମାଗୁଛନ୍ତି। ସବୁ ସମସ୍ୟାର ସମାଧାନର ଆଶା ରଖୁଛନ୍ତି। ଯଦି ସବୁ କିଛିର ତାଙ୍କଠାରୁ ଆଶା ରଖୁଛନ୍ତି, ତେବେ ନିଶ୍ଚିନ୍ତ ଭାବରେ ଭଗବାନ ଏଗୁଡ଼ିକର ଦାତା ଅଟନ୍ତି। ସେଥିପାଇଁ ଆମେ ଜାଣତରେ ହେଉ ବା ଅଜାଣତରେ ଦୁଃଖ ସମୟରେ ନିଶ୍ଚିନ୍ତ ଭାବରେ ଭଗବାନଙ୍କୁ ମନେ ପକାଉଛେ। ଈଶ୍ୱର ଯିଏକି ସମସ୍ତଙ୍କର ପିତା ଅଟନ୍ତି, ତାଙ୍କ ଉପରେ ଆମମାନଙ୍କର ଯେଉଁ ଅଧିକାର ଅଛି, ତାହାକୁ ଆମମାନଙ୍କୁ ବୁଝିବା ଦରକାର। ତାଙ୍କ ଦ୍ୱାରା ଆମକୁ କ'ଣ ପ୍ରାପ୍ତ ହେଉଛି, ସେ କଥା ତ ଆସି ଜାଣିବା ନିହାତି ଦରକାର ବା ବୁଝିବା ଦରକାର। ତେବେ ଯିଏ ଏହି ଆଦି ସନାତନ ଦେବୀ ଦେବତା ଧର୍ମର ହେଇଥିବେ, ଅର୍ଥାତ୍ ଦୈବୀ କୂଳର ହୋଇଥିବେ, ସେହିମାନେ ହିଁ ଆସିବେ ଏହି କଥାକୁ ବୁଝିବା ପାଇଁ ଏବଂ ସେହିମାନଙ୍କର ହିଁ ନିରାକାର ପରମାତ୍ମାଙ୍କ ପ୍ରତି ନିଶ୍ଚୟତା ହିଁ ବଢ଼ିବ। ଶିବ ବାବା କହୁଛନ୍ତି, ନିଜର ପୂଜ୍ୟ ସ୍ୱରୂପ ଅର୍ଥାତ୍ ଦେବୀ ଦେବତା ସ୍ୱରୂପର ସ୍ମୃତି ଦ୍ୱାରା ସର୍ବଦା ଆତ୍ମିକ ନିଶାରେ ରହୁଥିବା ଜୀବନମୁକ୍ତ ଆତ୍ମା ହୁଅ। ଜୀବନମୁକ୍ତ ଅର୍ଥାତ୍ ଏହି ଜୀବନରେ ଥାଇ ଜୀବନ ବନ୍ଧନଠାରୁ ସମ୍ପୂର୍ଣ୍ଣ ମୁକ୍ତର ଅନୁଭବ, ଶରୀରର ବସ୍ତୁ ବୈଭବର ବନ୍ଧନଠାରୁ ସମ୍ପୂର୍ଣ୍ଣ ମୁକ୍ତ। ପୂଜ୍ୟ ଆତ୍ମାମାନଙ୍କର କୌଣସି ବ୍ୟକ୍ତି, ବସ୍ତୁ, ବୈଭବ ସବୁଥିରୁ ଆପେ ଆପେ ଆକର୍ଷଣ କମି ଯାଇଥାଏ। ଅର୍ଥାତ୍ କୌଣସି ଜିନିଷ ତାଙ୍କୁ ଆକର୍ଷିତ କରିପାରିନଥାଏ ଏବଂ ସେମାନଙ୍କ ନିକଟରେ ବ୍ୟକ୍ତି, ବସ୍ତୁ, ବୈଭବ ସବୁକିଛି ଆପେ ଆପେ ମୁଣ୍ଡ ନୁଆଇଥାନ୍ତି, ଅର୍ଥାତ୍ ଟାଣି ହୋଇ ଆସିଥାନ୍ତି। ସେମାନେ କାହା ପ୍ରତି ଆକର୍ଷିତ ହୋଇନଥାନ୍ତି। ସଚ୍ଚା ସେବାଧାରୀ ସେହିମାନଙ୍କୁ କୁହାଯିବ, ଯେଉଁମାନେ ନିମିତ୍ତ ଏବଂ ନିର୍ମାଣଚିତ ଅଟନ୍ତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ମାତେଶ୍ୱରୀ ଜଗଦମ୍ବାଙ୍କର ଆଜି ପୁଣ୍ୟ ତିଥି ଅବସରରେ ସମସ୍ତଙ୍କୁ ପୁନର୍ବାର ଆନ୍ତରିକ ଈଶ୍ୱରୀୟ ଶୁଭେଚ୍ଛା, ଶୁଭ ଅଭିନନ୍ଦନ ଜଣାଇ ଏଇଠାରେ ଆମେମାନେ ବିରାମ ନେବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।